ଶୁଣ ନା, ତୁ ବଦଳି ଯାଇଛୁ। ଆଗରୁ ତୁ ଯେମିତି ଥିଲୁ ସେମିତି ଜମା ବି ଲାଗୁନୁ। ଆଇ ଏମ୍ ସରି, ମୁଁ ଏପର୍ଯ୍ୟନ୍ତ ଏ କଥାକୁ ଲୁଚେଇକି ରଖିଥିଲି। କିନ୍ତୁ ଏବେ ତୋ ସହ କଥା ହେବା ପୂର୍ବରୁ ମୋତେ ଭାବିବାକୁ ପଡ଼ୁଛି। ତୋତେ କିଛି କହିବା ପୂର୍ବରୁ ମୋତେ 1000 ଥର ଭାବିବାକୁ ପଡ଼ୁଛି। ତୁ ନାରାଜ ହୋଇଯିବୁନି ତ? ଡର ଲାଗୁଛି ମୋତେ କି ମୁଁ ଯଦି କିଛି କହିଲି ତୁ ମୋ ଠାରୁ ଦୂରେଇ ଯିବୁନି ତ? ବିଜି ତ ତୁ ଆଗରୁ ରହୁଥିଲୁ, ତାହେଲେ ସବୁ କିଛି ଆଗ ପରୀକ୍ଷା କ'ଣ ପାଇଁ ନାହିଁ? ପୂର୍ବରୁ ତୁ ମୋ ପାଇଁ ସମୟ ବାହାର କରୁଥିଲୁ, ଆଉ ଏବେ ମୋ ପାଇଁ ତୋ ପାଖରେ ଗୋଟେ ମିନିଟ୍ ବି ନାହିଁ। କ'ଣ ପାଇଁ ଏତେ ବଦଳି ଯାଇଛୁ? କ'ଣ ପାଇଁ ସବୁ କିଛି ଆଗ ପରୀକ୍ଷା ନାହିଁ? ଏମିତି କ'ଣ ମଜବୁରି ରହିଛି ତୋର ଯୋଉଟା ମୋତେ ଜଣା ନାହିଁ? ଏବେ ମୁଁ ଯେତେବେଳେ ତୋ ସହ କଥା ହେଉଛି ନା, ମୋତେ ଲାଗୁଛି ତୁ ନୁହେଁ ଆଉ କିଏ। କ'ଣ ଲୁଚେଇଛୁ ମୋତେ? ଯାହା ବି ଅଛି ପ୍ଲିଜ୍ ମୋତେ ସିଧା ସିଧା କହିଦେ ନା। ଯଦି ଏସବୁ କହିବାରେ ତୋତେ କିଛି ପ୍ରୋବ୍ଲେମ୍ ଅଛି ନା, ତାହେଲେ କିଛି କହିବା ଦରକାର ନାହିଁ। କିନ୍ତୁ ମୋ ସହ ଏମିତି ବିହେଭ୍ କରନା। ମୁଁ ଆଉ ଏମିତି ରହିପାରୁନି। ମୋତେ ନା ପୂର୍ବ ପରୀକ୍ଷା ସମ୍ପର୍କ ଦରକାର। ଶୁଣ ନା, ସେଇ ପୂର୍ବ ପରୀକ୍ଷା ହୋଇଯାଅ ନା। ତୁ ନା ମୋ ସହ କଥା ହୁଅନି। ଏମିତି କଥାବାର୍ତ୍ତାରୁ କ'ଣ ମିଳିବ ଯେଉଁଥିରେ ଟିକେ ବି ଭଲ ପାଇବା ନାହିଁ? ସମସ୍ତଙ୍କ ସହ ହସି ହସି କଥା ହେଉଛୁ, ଆଉ ଯେତେବେଳେ ମୋ ସହ କଥା ହେଉଛୁ ଏମିତି ଲାଗୁଛି ଯେମିତି ତୁ ମୋ ସହ ହସିବାକୁ ଚାହୁଁନୁ। ଯଦି କିଛି ପ୍ରୋବ୍ଲେମ୍ ଅଛି ତାହେଲେ କହ ମୋତେ, 2 ଜଣ ଅଧା ଅଧା ବାଣ୍ଟି ନେବା। ଜୀବନରେ ସୁଖ ଦୁଃଖ ଆସିଥାଏ ଯାଇଥାଏ। ଯାହା ବି ହୋଇଥିବ ଆମେ ମିଶିକି ଜୀବନ ବିତେଇ ଦେବା। ମୋତେ କେତେ କଷ୍ଟ ହେଉଛି ଏଇଟା ସମସ୍ତଙ୍କୁ ଦେଖାଯାଉଛି, ହେଲେ ତୋତେ କ'ଣ ପାଇଁ ଦେଖାଯାଉନି? କେବେ ଭାବିଛୁ ମୋତେ କେମିତି ଲାଗୁଥିବ ଯେତେବେଳେ ତୁ ଅନଲାଇନ୍ ଥିବୁ? ମୁଁ ମେସେଜ୍ କରେ ଆଉ ତୋ ରିପ୍ଲାଏ ପାଇଁ ମୁଁ ସେଇଠି ଅଟକି ଯାଏ। ତୁ ମୋତେ ରିପ୍ଲାଏ ତ ଦେଉଛୁ, କିନ୍ତୁ ସମସ୍ତଙ୍କ ଶେଷରେ, ଆଉ ମୁଁ ଅପେକ୍ଷା କରି ରହିଥାଏ। କେବେ କେବେ ତ ଅପେକ୍ଷା କରି ମୁଁ ଶୋଇପଡ଼େ, ଆଉ ସ୍ୱପ୍ନରୁ ବି ମୋତେ ତୋରି କଥା ମନେ ପଡ଼େ। ସମୟ ଥିଲା ତୁ ମୋ ଭଏସ୍ ନ ଶୁଣିଲେ ତୋତେ ନିଦ ଆସୁନଥିଲା। ଏବେ ତୁ ନିଜେ କହ, ମୋ ସହ କଥା ନ ହୋଇ ତୋତେ କେମିତି ନିଦ ଆସିଯାଉଛି? ତୁ ମୋ ସହ ଖୁସିରେ ନାହୁଁ ନା, ଆଉ ମୋ ପ୍ରତି ଭଲ ପାଇବା ବି ନାହିଁ। ଯାହା ବି ତୋ ମନରେ ଅଛି ପ୍ଲିଜ୍ ସିଧା ସିଧା କହିଦେ ନା। ଆଶା କରୁଛି ଆପଣମାନଙ୍କୁ ମୋର এই ଭିଡ଼ିଓଟି ଭଲ ଲାଗିଥିବ। ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ନିହାତି ସବସ୍କ୍ରାଇବର୍ ଗୋଟେ କରିଦିଅନ୍ତୁ ପ୍ଲିଜ୍। ଜୟ ଜଗନ୍ନାଥ।